ମହାଦେବ କୁହନ୍ତିଆ ବିକାମୁ ହତାହି অযোধ্যা চরিত শুণ প্রাণ সহি শ্রীরামଙ୍କୁ যুব রাজ করি বার পাই রাজা পাই শ্রীরামଙ୍କୁ যুব রাজ করি বার পাই রাজা পাই আনন্দ মনর দশরথ মূর্খ সাই মূর্খ কল করিবি মো মন মধ্যে স্থির করেছি রামচন্দ্রকে এই অযোধ্যা রাজ সিংহাসনের অভিষিক্ত করি মোর বাকি জীবন বাকি সময় মো বিশ্রাম নেবা পাই কল করিবি ହଁ ମୋତେ ମହାମନ୍ତ୍ରୀ ସୁମନ୍ତଙ୍କ ନିକଟରୁ ପରାମର୍ଶ ନେବାକୁ ପଡ଼ିବ ସୁମନ୍ତ ସୁମନ୍ତ लोकल महाराज महामंत्री महाराज मु आज मोर मनर कथा मोर अंतरर कथा महाराज तुम निकट में प्रकाश करने को चाहे तुमर मतामत चाहे हाँ महामंत्री कौन कहतु महाराज से कथाटी हूँ मु चाहे मोर ज्येष्ठ पुत्र रामचंद्र को এই অযোধ্যা রাজ সিংহাসনের অভিষিক্ত করি মোর বাকি জীবন বাকি সময় মো বিশ্রাম নেবা পাই তোমার এথিরে মত কোন মহামন্ত্রী महाराज কুহ प्रथमे गुरुदेवଙ୍କ मत ନେବାକୁ ପଡ଼ିବ ଆଉ ମଧ୍ୟ ପ୍ରଜାମାନଙ୍କ ମତ ନେବାକୁ ପଡ଼ିବ ଉଚିତ କଥା କହିଛ ତୁମେ ଆମକୁ ପାତ୍ର ମନ୍ତ୍ରୀ ପ୍ରଜାମାନଙ୍କ ନିକଟରୁ ମତ ନେବାକୁ ପଡ଼ିବ ପୂଜନୀୟ ଗୁରୁଦେବଙ୍କ ନିକଟରୁ ମଧ୍ୟ ମତ ନେବାକୁ ପଡ଼ିବ ଆଉ ତୁମେ ଗୋଟେ କାର୍ଯ୍ୟ କର ଆଜି ହିଁ ରାଜସଭା ଡାକିବାର ଆୟୋଜନ କର ମୋର ପ୍ରିୟ ପ୍ରଜାମାନଙ୍କୁ ଏବଂ ଗୁରୁଦେବଙ୍କୁ ଏ ସ୍ଥାନକୁ ସସମ୍ମାନରେ ନେଇ ଆସ ଯଥାଜ୍ଞା ମହାରାଜ यशस्वी होगा मैंने तुम्हें स्थान बस गुरुदेव बाबा ताहले मु जहा कहूची आपण सुनतु गुरुदेव ताहले प्रकाश करो बसी वशिष्ठ बाली वामदेव काश्यप सुमत घेनी बसी वशिष्ठ पाली वामदेव काश्यप सुमत घेनी
ମଣ୍ଡାଇ ବିରାଜଧାନୀ ବୀର ବୃନ୍ଦରେ ଇନ୍ଦ୍ର ବସୁ ରୂପ ପଦେରା ମଚନ୍ଦ୍ର ବୋଇଲେ ସୁମନ୍ତ ସେ ପୁଡ଼ିଏ ମନ୍ତ ସୁଝିବେ ଟିପି ତୃରୁଣ ବୋଧ କାରଣ ଅରଣ୍ୟ ରାଜନ ବୋଧରେ ହେବେ ନିପୁଣ ବେଧା ବିଧାନ ଜାଣି ବୈବ ସୁତ ମନୁବ ସେ ଗୁଣି ବ୍ରହ୍ମା ସର୍ଜନାରେ ବ୍ରହ୍ମାଣ୍ଡ ଭିତରେ ହେବ ମତନ କ୍ୟାସରୀ ବ୍ରହ୍ମା ସର୍ଜନାରେ ବ୍ରହ୍ମାଣ୍ଡ ଭିତରେ ହେବ ମତନ କ୍ୟାସରୀ ବାମେ ବାମ ଦେବ ଧନୁକୁ ଧରିଲେ ବାମେ ଭୃଗୁପତି ହାରି ବୀର ବୃନ୍ଦରେ ଇନ୍ଦ୍ର ବସୁ ନୃପ ପଦେରା ମଚନ୍ଦ୍ର ଗୁରୁଦେବ ବାବା ମୁଁ ମନ ମଧ୍ୟରେ ସ୍ଥିର କରିଛି ରାମଚନ୍ଦ୍ରକୁ ଏହି ଅଯୋଧ୍ୟା ରାଜ ସିଂହାସନରେ ଅଭିଷିକ୍ତ କରି ମୋର ବାକି ଜୀବନ ବାକି ସମୟ ମୁଁ ବିଶ୍ରାମ ନେବା ଆପଣଙ୍କର ଏଥିରେ ମତ କଣ ଗୁରୁଦେବ? ବାବା ପ୍ରଜାମାନଙ୍କର ମତ ନେଇଛ ବାବା। ହଁ ଆପଣ ଠିକ କଥା କହିଛନ୍ତି ଆମକୁ ପ୍ରଜାମାନଙ୍କ ନିକଟରୁ ମତ ନେବାକୁ ହେବ। ଏକ ଦିନେ ପାତ୍ର ମନ୍ତ୍ରୀ ସମସ୍ତ ଡକାଇ ଏକ ଦିନେ ପାତ୍ର ମନ୍ତ୍ରୀ ସମସ୍ତ ଡକାଇ ସଭାଜନ ମୁଖ ଚାହିଁ ନୃପତି କହ ଶୁଣ ହେ ସଭାଜନେ ମୋହର ଉତ୍ତର ରାଜକୁ କି ଯୋଗ୍ୟ ହୋଇ ଅଛି ରଘୁବୀର ବୋଲେ ସଦା ଶିବ ମନେ କପଟ ନ କର बोले सदा शिव मन कपट न कर संशय फेरी न कुह मोहर आगर